ମୁଁ ଆଜି ରାୟଗଡ଼ା ଜିଲ୍ଲାର ଗୁଣପୁର ଡେରାସାହି ମଙ୍ଗଳା ମନ୍ଦିର ନିକଟରେ ଅବସ୍ଥିତ। ମା ହେଉଛନ୍ତି ମା ଆମର ସର୍ବମଙ୍ଗଳା, ସମସ୍ତଙ୍କର ମଙ୍ଗଳ କାମନା କରିବା ପାଇଁ ଏଠାରେ ବିରାଜମାନ କରିଛନ୍ତି। ମା ନିଜେ ଫୁଟି ବାହାରିଛନ୍ତି। ସେ 2016 ମସିହାରେ ଡେରାସାହିର ଗୋଟିଏ ନିମ ଗଛ ତଳେ ଫୁଟି ବାହାରିଥିଲେ। ଆଉ ତତ୍ସଙ୍ଗେ ସଙ୍ଗେ ତାଙ୍କର 7 ଭଉଣୀକୁ ଡାକି ଆଣିଥିଲେ। ଆଣିଲା ପରେ ଏଠାରେ ଡେରାସାହିର କିଛି ମହିଳା ବ୍ୟକ୍ତିଙ୍କୁ ସ୍ୱପ୍ନାବେଶରେ କହିଥିଲେ ଯେ ମୁଁ ଡେରାସାହିର ଗୋଟେ ବରଗଛ ତଳେ ମୁଁ ବିରାଜମାନ କରିଛି, ମୋର ଦର୍ଶନ ପାଇଁ ଭକ୍ତବୃନ୍ଦ ଆସନ୍ତୁ ବୋଲି କହିଥିଲେ। ସମସ୍ତ ମହିଳା ବ୍ୟକ୍ତି ଆସି ଏଠାରେ ଦର୍ଶନ କଲେ ଯେ ମା ନିଜେ ଗୋଟେ ଉଇହୁଙ୍କା ଆକାରରେ ଫୁଟି ବାହାରିଥିଲେ। ତତ୍ସଙ୍ଗେ ସଙ୍ଗେ ତାଙ୍କ 7 ଭଉଣୀକୁ ଧରି ଆସିଥିଲେ। ଆଉ ସେଇ ଦିନ ଠାରୁ ସେଇ ବରଗଛ ତଳେ ମା ମଙ୍ଗଳା ପୂଜା ପାଇ ଆସୁଥିଲେ। 2018 ମସିହାରେ ମାଙ୍କ ନିମନ୍ତେ ଗୋଟିଏ ମନ୍ଦିର ସ୍ଥାପନା କରିବା ପାଇଁ ଆୟୋଜନ କରାଯାଇଥିଲା ଏବଂ 2018 ମସିହା ତୀର ସପ୍ତମୀ ମଦର୍ସ ଡେ ମାନେ ମାତୃ ଦିବସ ଦିନ ମାଙ୍କର ମନ୍ଦିର ନିମନ୍ତେ କାର୍ଯ୍ୟକ୍ରମ ପ୍ରଥମେ ଆରମ୍ଭ କରାଯାଇଥିଲା ଏବଂ 2019 ମସିହା ମାର୍ଚ୍ଚ ମାସରେ ମାଙ୍କର ମନ୍ଦିର କାର୍ଯ୍ୟ ସମାପନ ହୋଇଥିଲା। 2016, 17, 18 ମସିହାରେ ମାଙ୍କୁ ସେହି ମନ୍ଦିରକୁ ଆଣି ସ୍ଥାପନା କରିବା ନିମନ୍ତେ ଯୋଜନା କରାଯାଇଥିଲା ଏବଂ 3 ଦିନ ମାଙ୍କର ଉତ୍ସବ ଏଠାରେ ପାଳନ କରାଯାଇ ମାଙ୍କୁ ଏହି ମନ୍ଦିରରେ ବସାଯାଇଥିଲା। ସେହି ଦିନ ଠାରୁ ମା ଏହି ମନ୍ଦିରରେ ପୂଜା ପାଉଛନ୍ତି। ମା ହେଉଛନ୍ତି ସର୍ବମଙ୍ଗଳା, ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଏଠାରେ ନିଜେ ବିରାଜମାନ କରିଛନ୍ତି। ମା ସମସ୍ତଙ୍କ ଦୁଃଖ ନିବାରଣ କରନ୍ତି। ମୁଁ ମୋ ନିଜ କାମରେ ବାହାରକୁ ଯେବେ ଯାଏ ମା ମଙ୍ଗଳାଙ୍କର ଫଟୋକୁ ଦେଖି ମୁଁ ମଙ୍ଗଳାକୁ ମୋ ଦୁଃଖ ଜଣାଏ। ମା ମୁଁ ଏଇ ଦୁଃଖରେ ଯାଉଛି, ମୁଁ ଏଇ କାର୍ଯ୍ୟରେ ଯାଉଛି, ମୋ କାର୍ଯ୍ୟଟା ଅତି ଶୀଘ୍ର ପୂରଣ କରିଦିଅ ବୋଲି କହୁ ମା ମୁଁ ଫଟୋ ଦେଖି ମଙ୍ଗଳାକୁ ମୁଁ ଯେକୌଣସି ସ୍ଥାନରେ ଯେତେ ଲୋକ ଥିଲେ ମଧ୍ୟ ମୁଁ ମାଙ୍କର ଫଟୋ ଦେଖି ମାଙ୍କୁ ପ୍ରଣାମ କରି କହେ ମା ମୁଁ ଏଇ ଦୁଃଖରେ ଅଛି, ମୋର କାର୍ଯ୍ୟ ଅତି ଶୀଘ୍ର ସମ୍ପୂର୍ଣ୍ଣ କରାଇ ଦିଅନ୍ତୁ ବୋଲି ମୁଁ ଯେତେବେଳେ ମାଙ୍କୁ କହେ ମା ଯଥାଶୀଘ୍ର ମୋ କାର୍ଯ୍ୟ ସମ୍ପାଦନ କରନ୍ତି ଏବଂ ମତେ ଫୋନ ଆସେ ଯେ ତମ କାର୍ଯ୍ୟ ହୋଇଗଲା କି ଏଇ ବ୍ୟକ୍ତି ଆସିଲା, ତମେ ଆସ, ତମ କାମ ପାଇଁ ତମେ ଆସ ବୋଲି ମା ମଙ୍ଗଳା ମତେ ଫୋନ ଦ୍ୱାରା ହଉ ଯେଉଁ ବ୍ୟକ୍ତି ଦ୍ୱାରା ହଉ ମତେ ଜଣାନ୍ତି ଓ ମୁଁ ତାପରେ ମୋ କାର୍ଯ୍ୟ ଆରମ୍ଭ କରେ। ମୋ କାର୍ଯ୍ୟ ଅତି ଶୀଘ୍ର ସମାପନ ହୋଇଯାଏ। ମୁଁ ଯେବେ ଯେଉଁ ଦୁଃଖ ପଡେ ମୁଁ ସର୍ବପ୍ରଥମେ କାହାକୁ ନ ଜଣାଇ ମଧ୍ୟ ମା ମଙ୍ଗଳାକୁ ମୋ ଦୁଃଖଟା କୁହେ। ମୋ ଦୁଃଖ କେହି ଜାଣିନାହାନ୍ତି କିନ୍ତୁ ମୁଁ ମା ମଙ୍ଗଳାକୁ ସବୁବେଳେ ମୋ ଦୁଃଖଟା ଜଣାଏ। ମା ମଙ୍ଗଳା ମୋ ଦୁଃଖକୁ ଆଜି ପର୍ଯ୍ୟନ୍ତ ହରଣ କରିଛନ୍ତି ଓ ମୋର ଆଶା ଅଛି ଯେ ମୋ ଦୁଃଖ ମା ମଙ୍ଗଳା ନିଶ୍ଚୟ ଭାବରେ ଦୂର କରିବେ। ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମା ମଙ୍ଗଳାକୁ ମୁଁ ସ୍ମରଣ କରୁଥିବି, ପ୍ରତି ମୁହୂର୍ତ୍ତରେ ସ୍ମରଣ କରୁଥିବି ଏବଂ ମା ମଙ୍ଗଳା ମୋ ଦୁଃଖକୁ ନିଶ୍ଚୟ ଭାବରେ ହରଣ କରିବେ। ମୁଁ ଆପଣ ମାନଙ୍କୁ ଏତିକି ଅନୁରୋଧ କରୁଛି, ଆପଣଙ୍କୁ ଯେତେ ଦୁଃଖ କଷ୍ଟ ଆସିଲେ ବି ଆପଣ ଦୁଃଖ ବେଳା କଷ୍ଟରେ ଭାଙ୍ଗି ପଡନ୍ତୁନି। ଗୋଟେ ଥର ଆସି ମା ମଙ୍ଗଳାକୁ ଆପଣଙ୍କ ଦୁଃଖ ଜଣାନ୍ତୁ। ଆପଣ ନିଜେ ସମର୍ପଣ ହେଇଯିବା ପାଇଁ ପଡିବ। ଆପଣ ଆସି ନିଜେ ମା ମଙ୍ଗଳାକୁ ଦୁଃଖର ସହିତ ଆପଣଙ୍କ ଦୁଃଖ ଜଣାଇଲେ ମା ମଙ୍ଗଳା ନିଶ୍ଚୟ ଭାବରେ ଆପଣଙ୍କ ଦୁଃଖ ହରଣ କରିବେ। ମା ମଙ୍ଗଳାଙ୍କ ଡୋରି ବିଶେଷ ଭାବରେ ରହିଛି। ମା ମଙ୍ଗଳା ମନ୍ଦିରକୁ ଆପଣ ଥରେ ଆସି ମାଙ୍କୁ ଦୁଃଖ ଜଣେଇଲା ପରେ ଆପଣ ପୁଣି ଥରେ ଆସିବା ପାଇଁ ଇଚ୍ଛା ହବ। ଆଉ ମା ମଙ୍ଗଳାକୁ ଯେତେ ଦୁଃଖ ଆସିଲେ ବି ମା ମଙ୍ଗଳାକୁ ଆପଣ ଦୁଃଖ ଜଣେଇ ଚାଲୁଥିବେ, ମା ଆପଣଙ୍କର ଦୁଃଖ ସେତେ ହରଣ କରି ଯାଉଥିବେ। ଆପଣଙ୍କୁ ଆଉ କେହି ସେତେବେଳେ ଦେଖାଯିବେନି। ମୁଁ କେମିତି ମା ମଙ୍ଗଳାକୁ ଯାଇ ଦର୍ଶନ କରିବି ଆଉ ମା ମଙ୍ଗଳାଙ୍କୁ ଦୁଃଖ ଜଣେଇବି, ସେତିକି କାମନା ଆପଣଙ୍କ ମନରେ ଥିବ। ଆଉ ଏଠାରେ ମନସ୍କାମନା ରଖି ମାଙ୍କ ନିକଟରେ ମାଙ୍କ ପାଖରେ ବେଲ ଗଛ ଅଛି, ସେଇ ବେଲ ଗଛରେ ନଡିଆ ମଧ୍ୟ ବାନ୍ଧି ଯାଆନ୍ତି। ନଡିଆ ମଧ୍ୟ 9ଟାରୁ 10ଟା ଭିତରେ ମାଙ୍କ ନଡିଆ ବାନ୍ଧିବା ମଙ୍ଗଳବାର ଦିନ ମାଙ୍କ ନଡିଆ ବାନ୍ଧନ୍ତି ଏବଂ ସେମାନଙ୍କ ମନସ୍କାମନା ପୂରଣ ହେଲା ପରେ ପୁଣି ଥରେ ମାଙ୍କ ନିକଟକୁ ଦର୍ଶନ ପାଇଁ ଆସନ୍ତି ଓ ତ ଦ୍ୱାରା ମୋର ମନସ୍କାମନାଟା ପୂରଣ ହେଲା ବୋଲି କୁହନ୍ତି ଓ ଅନ୍ୟମାନଙ୍କୁ ବି ଜଣାନ୍ତି। ମାଙ୍କ ନିକଟକୁ ଯା, ତୋର ଦୁଃଖ କହିଲେ ନିଶ୍ଚୟ ଭାବରେ ମା ମଙ୍ଗଳା ତୋ ଦୁଃଖ ହରଣ କରିବେ। ଏବଂ ଏଠାରେ ମା ମଙ୍ଗଳା ନିଜେ ବିରାଜମାନ କରିବା ସହିତ ସଙ୍କଟମୋଚନ ବୀର ହନୁମାନ, ଗଣେଶ ଓ ଶିବ ବି ବିରାଜମାନ ମନ୍ଦିର ବି ଏଠାରେ ପ୍ରତିଷ୍ଠା କରାଯାଇଛି। ଆପଣ ମାନେ ସଙ୍କଟମୋଚନ ବୀର ହନୁମାନ ମନ୍ଦିରକୁ ବି ଆସିପାରିବେ। ଗଣେଶ ଅଗ୍ରପୂଜ୍ୟ ଗଣେଶଙ୍କ ମନ୍ଦିର ଅଛି।
ଶିବଙ୍କ ମନ୍ଦିର ଅଛି, ଆପଣ ଆସି ପ୍ରତିଦିନ ଜଳାଭିଷେକ ମଧ୍ୟ କରିପାରିବେ। ଆପଣମାନେ ନିଶ୍ଚୟ ଭାବରେ ମଙ୍ଗଳାଙ୍କ ନିକଟକୁ ଆସନ୍ତୁ ଏବଂ ଆପଣଙ୍କର ଦୁଃଖ ଭରା କାହାଣୀ ମଙ୍ଗଳାଙ୍କୁ ଜଣାନ୍ତୁ। ନିଶ୍ଚୟ ଭାବରେ ଆପଣଙ୍କ ଦୁଃଖ ମା ମଙ୍ଗଳା ନିଶ୍ଚୟ ଭାବରେ ଦୂର କରିବେ। ଆପଣ ନିଶ୍ଚୟ ଆସନ୍ତୁ, ଥରେ ଆସନ୍ତୁ, ଆପଣ ଆସି ମା ମଙ୍ଗଳାଙ୍କର ଦର୍ଶନ କରି ଯାଆନ୍ତୁ। ଏତିକି ମୋର ଗୁହାରି, ମା ମଙ୍ଗଳାଙ୍କ ନିକଟରେ ଏତିକି ଗୁହାରି।